ଆପଣ ଦେଖିପାରୁଥିବେ ଏଇଟା ଆମର ହଉଛି ଆର୍ଟସ୍ ଲୁକ୍। ତ ଆର୍ଟସ୍ ଯୋଉଟା କି ହାଇ ଲୁକ୍ ହାଇଟ୍ ଥାଏ। ତ ଏଇ ଆଖିର ସେପ୍ ଯୋଉ ଥାଏ ବହୁତ ଛୋଟ ରହିଥାଏ। ଛୋଟ ଆଖିରେ ହିଁ ଆମର ଆର୍ଟସ୍ ଲୁକ୍ଟା ହିଁ ବେଶୀ ଭଲ ଲାଗିଥାଏ। ତ ଆପଣ ଦେଖିପାରୁଥିବେ ଆମର ଯୋଉ ଆଇବ୍ରୋଟା ଆମର ଆଇବ୍ରୋ ଆକ୍ଚୁଆଲି ଆର୍ଟସ୍ ଯୋଉ ଆଇବ୍ରୋ ଥାଏ ତ କୋଉ ଟାଇପ୍ର ଆଖି କରିବା କଥା ଯୋଉଟାକି ବହୁତ ହି ଲାଇଟ୍ ଛୋଟ ଆଖି। ତ ଯୋଉମାନଙ୍କର ଛୋଟ ଆଖି ଥାଏ ନର୍ମାଲି ତ ସେମାନଙ୍କ ଆଇବ୍ରୋଟା ହିଁ ଆର୍ଟସ୍ ଟାଇପ୍ର ହେଇଥାଏ। ତ ଆପଣମାନଙ୍କୁ ମୁଁ ଏଇଟା କହିବାର କାରଣ ହେଉଛି କି ଆଖି ଛୋଟ ହେଲେ ହିଁ ଆର୍ଟସ୍ ଆଇଟା ବେଶୀ ବଡ଼ ଲାଗିଥାଏ। ତ ଯେମିତିକି ଆମର 7 ନମ୍ବର ଆଖି ଦେଖିପାରୁଥିବେ ଏଇଟା ହେଉଛି ସବୁଠୁ ଛୋଟ ଆଖି ରହିଥାଏ। 7 ନମ୍ବର ଆଖି ଯୋଉଟା ରହିଛି ସେଟା ଆମର ଛୋଟ ଆଖି। ତ ହୋଲ୍ଡେଡ୍ ଆଖି ତ ଦେଖିପାରୁଥିବେ ଆଖିରେ ଆମର ଆଖିଟା ବହୁତ ଯଦି ଛୋଟ ହେଇଥାଏ ଲେନ୍ସ ଟାଇପ୍ଟା ତ ସେଥିପାଇଁ ଆମକୁ ଏଇ ଟାଇପ୍ର ଆଇବ୍ରୋଟା କ୍ରିଏଟ୍ କଲେ ହିଁ ତାଙ୍କ ଆଖିକି ବେଶୀ ଭଲ ଲାଗିଥାଏ। ଯଦି କ୍ଲାଏଣ୍ଟର ଆର୍ଟସ୍ ଆଇ ଲୁକ୍ ରହିଛି, ଯଦି ଆର୍ଟସ୍ ନାହିଁ ତ ଆପଣ ତାକୁ ରାଉଣ୍ଡ ବି କରିପାରିବେ ଯୋଉଟାକି ଆହୁରି ବେଟର୍ ଲାଗିପାରେ। ତ ରାଉଣ୍ଡ କଲା ତ ଆପଣ ଜାଣିଥିବେ ରାଉଣ୍ଡ ଲୁକ୍ ତ ବେଶୀ ଟ୍ରେଣ୍ଡ ବି ଚାଲିଛି ଏବେକା ଟାଇମ୍ରେ। ତ ଆର୍ଚ୍ ଆଉ ରାଉଣ୍ଡ ତ ବହୁତ ସାରା ଟ୍ରେଣ୍ଡ ଚାଲିଛି। ଷ୍ଟ୍ରେଟ୍ ଆଇ ଏତେ ପସନ୍ଦ କରନ୍ତିନି। ଆଉ ଯୋଉଟା ରହିଛି ଆମର ଏସ୍ ସେପ୍ ଆଇ ଲୁକ୍ ତ ଏସ୍ ସେପ୍ଟା ଏତେ ବି ଲୋକଙ୍କର ନଥାଏ। ବହୁତ ହି କମ୍ ମିନିମମ୍ ଲୋକଙ୍କର ଥାଏ କିନ୍ତୁ ଲୋକ ବହୁତ ପସନ୍ଦ କରନ୍ତି ଷ୍ଟେପ୍ ଆର୍ଚ୍ ଆଉ ରାଉଣ୍ଡ ଲୁକ୍ ଯୋଉଟାକି ବେଶୀ ଟ୍ରେଣ୍ଡରେ ରହିଛି। ଆଉ ରାଉଣ୍ଡ ସହିତ ଆର୍ଚ୍ ବେଶୀ ପସନ୍ଦ କରୁଛନ୍ତି ଲୋକ ଯୋଉଟାକି ମିକ୍ସ ମ୍ୟାଚ୍ ହେଇକି ବହୁତ ସାରା ହେଭି ଷ୍ଟେପ୍ ଆର୍ଚ୍ ଆସିଥାଏ ଯୋଉଟାକି ଏ ଆର୍ଚଟାରୁ ବି ହେଭି ହେଇଥାଏ। ଯୋଉଟାକି ମୁଁ କ୍ରିଏଟ୍ କରିଛି ଆର୍ଟରୁ ବି ବେଶୀ ହେଭି ହେଇଥାଏ। ଆପଣମାନେ ଦେଖିଥିବେ କେବେ କୌଣସି କ୍ଲାଏଣ୍ଟକୁ ଦେଖିଥିବେ ତାଙ୍କର ଆଇର ଲୁକ୍ ବହୁତ ହେଭି ରହିଥିବ। ତ ଯଦି ଆପଣ ଆଇଟା ଏଇ ଟାଇପ୍ର ରହିଛି ତ ଆପଣ କେମିତି ତାକୁ କ୍ରିଏଟ୍ କରିପାରିବେ ସ୍ମଲ୍ରେ ହେଭି ଲୁକ୍ କ୍ରିଏଟ୍ କରିପାରିବେ ମୁଁ ଆପଣମାନଙ୍କୁ ଫାର୍ଷ୍ଟରୁ ଲାଷ୍ଟ ଯାଏଁ ଦେଖେଇବି। ତ ନେକ୍ସଟ ଭିଡ଼ିଓରେ ଆମେ ଦେଖିବା ତ ରାଉଣ୍ଡ କେମିତି ଆମେ କ୍ରିଏଟ୍ କରିପାରିବା ଗୋଟେ ନର୍ମାଲ ଆମର ଯେଉଁ ଆଇବ୍ରୋ ରହିଛି ତାହେଲେ ନର୍ମାଲରେ କେମିତି ଆମେ କ୍ରିଏଟ୍ କରିପାରିବା। ଆଉ ସ୍ମଲ୍ ଆଇ ଯଦି ରହିଛି ଆମେ ଆ ଦେହରେ କୋଉ ଆଇ ମେକଅପ୍ କରିପାରିବା ରହିଛି। ଆପଣମାନେ ଦେଖିବେ କ୍ଲାସିକ୍ ରହିଛି ଆମର ଆଇଲାଶେସ୍ଟା କ୍ଲାସିକ୍ ରହିଲେ କେମିତି ରହିଥାଏ ଆପଣମାନଙ୍କୁ ଦେଖାଉଛି। ଆମର କ୍ଲାସିକ୍ ଆଇଲାଶେସ୍ ଏ ଟାଇପ୍ର ହିଁ ରହିଥାଏ ଯୋଉଟାକି ବହୁତ ହି ଲାଇଟ୍ ୱେଟ୍ ରହିଥାଏ। ଆଉ ଆଇଲାଶେସ୍ଟା ବହୁତ ଗୋଟି ଗୋଟିକା ଟାଇପ୍ର ଥାଏ। ଆଉ ତାପରେ ଆମର ସେକେଣ୍ଡ ଯୋଉଟା ରହିଛି ସେଟା ହେଉଛି ଭଲ୍ୟୁମ୍। ତ ଭଲ୍ୟୁମ୍ ଆଉ କ୍ଲାସିକ୍ ଆମର ପ୍ରାୟତଃ ଏଇ ଦୁଇଟା ହିଁ ଚାଲିଥାଏ। ଆଉ ହାଇବ୍ରୋଡ୍ ତ ତିନିଟା ହିଁ ଚାଲିଥାଏ। ତାଠୁ ହେଭି ଲାଶେସ୍ ଆମର ଏଠି ଚାଲେ ନାହିଁ। ତ ନର୍ମାଲି ଆମେ ଏଇ ତିନିଟାକୁ ହିଁ ବେଶୀ ଧ୍ୟାନ ଦେବା ଯେମିତିକି କ୍ଲାସିକ୍ ଭଲ୍ୟୁମ୍ ହାଇବ୍ରୋଡ୍ର ଲୁକ୍ ରହିବ। ତ ଏଇ ତିନିଟା ଭିତରେ ଆମର ଏଇ ଯେଉଁ ଆଇ ମେକଅପ୍ ହେଇଛି ଏଇଟା ହେଉଛି କ୍ଲାସିକ୍। ଆମେ କ୍ଲାସିକ୍ ଗ୍ଲାସେସ୍ ରହିଛି ଆଉ ତା ଦେହରେ ଆମେ ହେଭି ଗ୍ଲାସେସ୍ ବି ଦେବାନି ବହୁତ ଲାଇଟ୍ ୱେଟ୍ ଗ୍ଲାସେସ୍। ତା ସହିତ ଆମର ଆର୍ଚ୍ ବାଲା ରହିଛି ଆଇବ୍ରୋ ତ ଆମର ଆ ଦେହରେ କୋଉ ପ୍ରକାର ଆଇ ମେକଅପ୍ କରିପାରିବା।